ନମସ୍କାର। ଗୋଟେ ସତ କଥା ଜାଣିଛନ୍ତି, ଆପଣଙ୍କର ସ୍ୱପ୍ନ ଯେତେ ବଡ଼ ହବ, ଆପଣଙ୍କ ଲାଇଫରେ ଷ୍ଟ୍ରଗଲ, ଆପଣଙ୍କ ଲାଇଫରେ ଡିଫିକଲ୍ଟିଜ ସେତେ ବଡ଼ ହବ। କାରଣ ଜୀବନରେ ସେଇ ଲୋକ ଜିତେ ଯିଏ ସବୁ ପରିସ୍ଥିତିରେ ନିଜକୁ ଠିକ ଭାବରେ ହ୍ୟାଣ୍ଡେଲ କରିକି ଆଗକୁ ବଢିବା ଶିଖେ। କାରଣ ଆଜି ଗୋଟେ ଉଦାହରଣରୁ ଆପଣଙ୍କୁ ବୁଝଉଛି, ଆଜିକାଲି ଯୋଉ କ୍ଷେତ୍ରରେ ଯିଏ ବହୁତ ନାଁ ଆଚିଭ କରିଛନ୍ତି, କଣ ତାଙ୍କର ଜୀବନରେ କିଛି ଅସୁବିଧା ଆସିନି? ନା, ତାଙ୍କ ଜୀବନରେ ସବୁ କିଛି ସହଜରେ ମିଳିଯାଇଛି। ଥରେ ଭାବନ୍ତୁ, ଯଦି ସେଇ ଜିନିଷ ହେଇଥାନ୍ତା ନା, ଗୋଟେ ଚାହା ବାଲା ଭାରତର ପ୍ରଧାନମନ୍ତ୍ରୀ ହେଇପାରିନଥାନ୍ତେ। ଯଦି ସେଇ ଜିନିଷ ହେଇଥାନ୍ତା, ତାହେଲେ ଲାଲ ବାହାଦୁର ଶାସ୍ତ୍ରୀ ଆମର ପ୍ରଧାନମନ୍ତ୍ରୀ ହେଇକି ନାଁ କମେଇ ପାରିନଥାନ୍ତେ। ସେଥିପାଇଁ କି ଜୀବନରେ ଅସୁବିଧା ତ ଲାଗିକି ରହିବ। ଆଜି ଦେହ ଖରାପ ଅଛି, ଆଜି ଆପଣଙ୍କ ପାଖରେ ସମୟ ନାହିଁ, ଆଜି ଆପଣଙ୍କ ପାଖରେ କେହି ସପୋର୍ଟ ନାହିଁ, କିନ୍ତୁ ମନେ ରଖନ୍ତୁ, ଦୁନିଆରେ ଆପଣ ଏକା ଆସିଛନ୍ତି, ସ୍ୱପ୍ନ ଆପଣ ଏକା ଦେଖିଛନ୍ତି। ସେଥିପାଇଁ କି ନା ଚେଷ୍ଟା ବି ଆପଣଙ୍କୁ ଏକା କରିବାକୁ ପଡିବ। ଯେତେ ବଡ଼ ଆପଣ ସ୍ୱପ୍ନ ଦେଖିଛନ୍ତି, ସେଇ ଅନୁସାରେ ରାତି ରାତି ଅନିଦ୍ରା ହେଇକି ଆପଣଙ୍କୁ ଚେଷ୍ଟା କରିବାକୁ ପଡିବ। ତାହେଲେ ତ ଦୁନିଆ ନା ସେଇ ସୂର୍ଯ୍ୟକୁ ଖୋଜିକି ପାଇବ, ଯାହା ଆପଣଙ୍କ ଭିତରେ ନା ବନ୍ଦ ହେଇକି ଅଛି। ରାଧେ।